ଆମର ସାଧାରଣତଃ ଭୂସ୍ଖଳନ ହେଉଛି ଆମେ ଭୂ ମାନେ ଜାଣିଛେ ଯେ ପୃଥିବୀର ଉପର ସରଫେସ୍ଟା ଯେଉଁଠି ଆମର ମୃତ୍ତିକା ରହିଛି ସେ ମୃତ୍ତିକା ଆଉ ଶିଳା ସ୍ତର ଯେଉଁ ରହିଛି ସେଇ ଶିଳା ସ୍ତର ଭିତରେ ଫାଟ ବି ରହୁଛି। ଶିଳା ସ୍ତର ରହିଛି, ତା ଉପରେ ମୃତ୍ତିକା ରହିଛି। ମୃତ୍ତିକା ଯଦି ସଫ୍ଟ ହେଇଗଲା, କୋମଳ ହେଇଗଲା, ତାହେଲେ ତା ଉପରେ ବର୍ଷା ପାଣି ପଡ଼ିଲେ ସେ ତଳକୁ ବୋହିବ। ସାଧାରଣତଃ ଭୂସ୍ଖଳନ ସବୁ ଜାଗାରେ ହୁଏନି। ଏଇଟା ହୁଏ କେଉଁଠି ନା ଯେଉଁଠି ଅତ୍ୟଧିକ ବୃଷ୍ଟିପାତ ହୁଏ। ଅତ୍ୟଧିକ ବୃଷ୍ଟିପାତ ହେଉଥିବ ଏବଂ ଆମର ଶିଳା ସ୍ତର ମାନେ ଲୁଜ୍ ଥିବ, ଲୁଜ୍ ଶିଳା ସ୍ତର ଥିବ ବା ମୃତ୍ତିକା ମଧ୍ୟ ସେମିତି ଲୁଜ୍ ଥିବ। ସେ ଜାଗାରେ ଅତ୍ୟଧିକ ବର୍ଷା ହେଇଗଲେ, ହଠାତ୍ ଅତ୍ୟଧିକ ବର୍ଷା ବି ହେଲେ ସେଠୁ ସେଗୁଡ଼ାକ ମାଟି ଧୋଇଯିବ। ଏଇଟା ହିମାଳୟରେ ବା ଦାର୍ଜିଲିଂରେ এটা সাধারণত বেশি হুয়ে। ভূস্খলন হলে আপনার মৃত্তিকা বা যে পথর শিলাস্তর রয়েছে সে তলকু খসি আসবা, এটা হল ভূস্খলন। ভূমিকম্পর হচ্ছে যে আপনার পৃথিবী অভ্যন্তরে যদি কৌশি প্রকার মুভমেন্ট হল সেইটা উপরকু আসে। যেতে পৃথিবীর ভূপৃষ্ঠকু আসে, ভূপৃষ্ঠরে সে কম্পন সৃষ্টি করে এবং তা দ্বারা ফাট হয়ে যায়। ফাট হয়ে গলে সেটি অন্য ধন জীবন রাস্তাঘাট ସବୁ ମଧ୍ୟ ଭାଙ୍ଗିଯାଏ। ନଦୀ କୂଳରେ ଯଦି ଆମେ ଗଛ ନ ଲଗାଇବା ତାହେଲେ ନଦୀ କୂଳ ଖାଇଯିବ। ତେଣୁ ଆଗରୁ ଆମର ନଦୀ କୂଳରେ ଡାଳ କୂଳରେ ବହୁତ ଗଛ ଥିଲା, ଘଞ୍ଚ ଜଙ୍ଗଲ ଥିଲା, ପାହାଡ଼ ପର୍ବତରେ ଘଞ୍ଚ ଜଙ୍ଗଲ ଥିଲା। ସେଇ ଜଙ୍ଗଲକୁ ଆମେ କାଟିକି ବର୍ତ୍ତମାନ ସଫା କରିଦେଲେ ଇଣ୍ଡଷ୍ଟ୍ରି ପାଇଁ, ଆମର ରାସ୍ତାଘାଟ ପାଇଁ, ରେଳ ଲାଇନ୍ ପାଇଁ ଏବଂ ଜନବସତି ପାଇଁ, ଘର ତିଆରି କରିବା ପାଇଁ। ସେ ଅନୁସାରେ ଗଛ ପଟ ସବୁ କାଟିକିରି ଆମେ ତାକୁ ଇଏ କଲେ, ଯାହାଫଳରେ କି ବର୍ଷା ହେଲେ ସବୁ ଧୋଇଯିବ, ଯେଉଁଟାକି ବର୍ତ୍ତମାନ କେରଳରେ ହେଇଛି। ଏଇଟା କେରଳରେ ଆଜି ନୂଆ ହେଇନି, ୟା ପୂର୍ବରୁ 2-3 ଥର ମଧ୍ୟ ହେଇସାରିଛି, କିନ୍ତୁ ଆଗରୁ ହେଉନଥିଲା। କେରଳରେ ବହୁତ ବର୍ଷା ହୁଏ କିନ୍ତୁ ଏତେ ହେଉନଥିଲା। ଶିଲଂରେ ଇଏରେ ବହୁତ ବର୍ଷା ହୁଏ କିନ୍ତୁ ଏଇଟା ହୁଏନି। କିନ୍ତୁ ଏବେ ଆମେ ଯେଉଁ ସଭ୍ୟତା ଇଏ ଅନୁସାରେ ବିକାଶ ଦୃଷ୍ଟିରୁ ଆମେ ଏସବୁ ଯେଉଁ କରୁଛେ ତାର ପ୍ରିକସନ୍ସ ଆମେ ନେଉନାହିଁ। ଆମେ କରିଦେଇଗଲେ କିନ୍ତୁ ଗଛ ଗୁଡ଼ା କାଟି ଦେଇଗଲେ। ଯେକୌଣସି ରାସ୍ତା ହେଲେ କି ଘର ତିଆରି କଲେ ଆମେ ଗଛ କାଟିଲେ ବି ଆମ ଚାରିପାଖରେ ଗଛକୁ ରଖିବାକୁ ପଡ଼ିବ। ଆମେ ଗଛ ସବୁ କାଟିକି ସଫା କରିଦେଉଛେ। ତେଣୁ ପାଣିଟାକୁ ରୋକିବା ପାଇଁ ଆମ ପାଖରେ ବାଧ୍ୟ କିଛି ରହିଲା, ଯାହାଫଳରେ ଲ୍ୟାଣ୍ଡସ୍ଲାଇଡ଼୍ଟା। ଏବେ ଯେଉଁ ଲୋକମାନେ ଘର କରୁଛନ୍ତି, ମାଟି ତଳେ ଘର କରୁଛନ୍ତି, ମାଟି କାଢ଼ିକି ଘର କରୁଛନ୍ତି, ତାଙ୍କ ପାଇଁ କ'ଣ ହେବ? ଯେଉଁ ମାଟି ତଳେ ଘର କରୁଛନ୍ତି, ମାଟି ତଳେ ମାନେ ମାଟି ମାନେ ମାନେ ଇଏ ତଳେ ମାଟି ତଳେ ଘରର ଗୋଟେ ଫ୍ଲୋର୍ ରହୁଛି, ତା ଉପରକୁ ଆଉ 2ଟା ଫ୍ଲୋର୍ ରହୁଛି। ଇଏ କରୁଛନ୍ତି ଯେ ଲୋକ ବହୁତ ମାନେ ଆଜିକାଲି ଟାଉନ୍ ଯୁଗରେ ସବୁ ଜାଗା ସର୍ଟେଜ୍ ବି କରୁଛନ୍ତି। ମାଟି ତଳେ କେବେ ଘର ରଖିବା କଥା ନୁହଁ। ଯାହା କରିବେ ମାଟି ଉପରେ ହିଁ ଘର କରିବେ। ମାଟି ତଳେ ରଖିଲେ ଘର ଆପଣଙ୍କର ସଂସନ୍ଧ୍ୟା ହେବ, ଆପଣଙ୍କର ପାଣି ଜମିବ ଏବଂ ସେଇ ଯେଉଁ ପାଣି ଗୁଡ଼ା ଜମିବ ଘର ଚାରିପାଖରେ ଯଦି ପାଣି ଜମେ ତାହେଲେ କ'ଣ ହେବ? ସେ ଘରଟା କୋଲାପ୍ସ କରିଯିବ। ତେଣୁ ଘର ଚାରିପାଖରେ ପାଣି ରଖିବା ବି ମନା କରାଯାଏ। ବା କୌଣସି ଜଳାଶୟ ପାଖରେ କି ନାଳ କରକୁ ଲଗେଇକିରି ଯେଉଁଠି ପାଣି ଜମି ରହୁଛି ସେ ଜାଗାମାନଙ୍କରେ ଘର କରିବା ପାଇଁ ବାସ୍ତୁରେ ମଧ୍ୟ ମନା କରାଯାଇଛି। ଇଞ୍ଜିନିୟରିଂ ପ୍ଲାନ୍ ହେଉଛି ସେ ଜାଗାରେ ଘର କରିବେନି। ଯେମିତି ଆମର ଭୁବନେଶ୍ୱରରେ କ'ଣ ହେଇଛି, ଯେତେକ ନାଳ ତାରି ଉପରେ ଆପାର୍ଟମେଣ୍ଟ ତିଆରି ହେଇଛି। ସେମିତି କଟକର ସିଡ଼ିଏରେ ଯେଉଁ ଘର ସବୁ ତିଆରି ହେଇଛି ତାର ଅବସ୍ଥା ମଧ୍ୟ ଏଇଆ ହେବ। ସମୟ ଆସିବ ଯେଉଁଟାକି ତଳକୁ ଦବିଯିବ, ନହେଲେ ନାହିଁ ଭାସିଯିବ, ଯେଉଁଟାକି କଲିକତାରେ ବି ବର୍ତ୍ତମାନ ହେଉଛି। ଦବି ଯାଉଛି କଲିକତା ବର୍ତ୍ତମାନ, ବମ୍ବେରେ ହେଉଛି ବର୍ତ୍ତମାନ। ଆଗରୁ କ'ଣ ବମ୍ବେରେ ହେଉଥିଲା? ଏବେ ବମ୍ବେରେ ହେଉଛି, କଲିକତାରେ ହେଉଛି, ଭୁବନେଶ୍ୱରରେ ହେଉଛି, ଚାରିଆଡ଼େ ହେଉଛି। ତାର କାରଣ ହେଉଛି ଏଇ ଜିନିଷ ଗୁଡ଼ାକ ଆମର ଇଞ୍ଜିନିୟର ମାନେ, ଆମର ପ୍ଲାନିଂ ଅଥରିଟି ମାନେ ଠିକ୍ ଜାଗା ଦେଖିକିରି ଘରକୁ ଆଲାଉ କରୁନାହାନ୍ତି। ରାସ୍ତାଘାଟ, ଘର, କଳ କାରଖାନା ଏସବୁ ପାଇଁ ନିର୍ଦ୍ଦିଷ୍ଟ ଜାଗାର ପ୍ରୋଭିଜନ୍ ରହିଛି, ତାକୁ ଆମେ ମାନୁନାହିଁ। ଯେଉଁ ଓଡ଼ିଆ 2 ଜଣ ଡକ୍ଟର ମାରିଲେ ସେ ନେଇ କ'ଣ କହିବେ ଆପଣ? ଯେଉଁଟା ଯେଉଁ 2 ଓଡ଼ିଆ ନିଖୋଜ ଅଛନ୍ତି ସେ ନେଇ ଆପଣ କ'ଣ ମନ୍ତବ୍ୟ ରହିବେ? ତାଙ୍କ ପାଇଁ ଆଉ କିଛି କରିବାର ନାହିଁ। ସେମାନେ ତ ଏଠୁ ଆମର ଓଡ଼ିଶାରୁ ସେଠିକି ଯାଇଥିଲେ କାମ କରିବା ପାଇଁ ଏବଂ ସେଠି ରହିଥିଲେ। ତା ଭିତରେ ସବୁ ଯେମିତି ଆମର କେଦାରନାଥରେ ଲୋକ ଯାଇଥିଲେ ସେମାନେ ସବୁ ଭାସିଗଲେ, ସବୁ ମରିଗଲେ। ସେମିତି ଯେଉଁଠି ଗଲେ ଲ୍ୟାଣ୍ଡସ୍ଲାଇଡ଼୍ ଯେଉଁଠି ହେଲା
ଆର୍ଥକ୍ୱେକ୍ ହେଲା ତାପରେ ଆମର ହାତ ନାହିଁ। ଆମେ ଯାଇଛେ କାମ କରିବା ପାଇଁ, ସେମାନେ ବି କାମ କରିଛନ୍ତି, ସେମାନେ ଯାଇଛନ୍ତି, ଆହୁରି ବିଭିନ୍ନ ପ୍ରଦେଶରୁ ସେଠିକି ଯାଇଛନ୍ତି, ଅଧିକାଂଶ ଭିତରେ ଯାଇଛନ୍ତି, କିନ୍ତୁ ତା ବି କିଛି କରିବାର ଉପାୟ ନାହିଁ। ଆମର ମେନ୍ ଥିଙ୍ଗ ହେଉଛି ଯେ ଯେଉଁ ଜାଗାରେ ମାନେ ଲ୍ୟାଣ୍ଡସ୍ଲାଇଡ୍ ହେବାର ଆମେ ଜାଣୁଛେ, ଭୂସ୍ଖଳନ ହେବାର ଆମେ ଜାଣୁଛେ, ସେସବୁ ଜାଗାମାନଙ୍କୁ ଗଛ ଲଗେଇକିରି ପ୍ରୋଟେକ୍ଟ କରିବା କଥା, ତା ନହେଲେ ହେବନି। ତାର ଗୋଟିଏ ହେଉଛି କେବଳ ଯେତେ ଜଙ୍ଗଲ ସୃଷ୍ଟି କରିପାରିବେ। ଜଙ୍ଗଲ ସୃଷ୍ଟି ନ କଲେ ଯଦି ସବୁଗୁଡ଼ାକୁ ଲଣ୍ଡା କରିକି ପକାଇଦେବେ ତାହେଲେ ଏଇ ଘଟଣା ଘଟିବ। ଓକେ।